नीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। आज जगन्नाथंकर रथयात्रा श्रीमंदिर पुरी श्रीक्षेत्र चली रत्न सिंहासन उपरे आज चतुर्थामूर्ति बलभद्र जगन्नाथ सुभद्रा सुदर्शन आज पूजा ये पूजाटी बाहुला पर्यंत चलिब तापर पुणी जगन्नाथंकर दिव्य मूर्ति से पुणी निज रत्न सिंहासन को फेरी आसबे। ये सबू कथा को चिंता कले मो मनरे अनेक प्रश्न सृष्टि हुए। कौन सबू एते कथा चली धर्म को नहीं बा ईश्वर को साक्षी रखी आम धर्मावलंबी लोक माने एते कथा कहीं एमिति गोटे मास नहीं जो मासरे पर्वपर्वाणी नहीं उपासना करिबा पाई किछि निर्देश नहीं। सबु कथा पर भी आम महापुरुष माने हमको शिखेले बुझु न बुझु पढ़ गीता रुचु न रुचु खातु पिता बुझीपार बा न बुझीपार गीता प्रत्येक दिन पढ़ गोटे श्लोक वाला भी पढ़ जदि गीता पढ़िबार आग्रह नहीं गीता पढ़िबा आरंभ कले किछि दिन पर गीता पढ़िबा पाई आम भितर स्वतंत्र इच्छा शक्ति जागृत भगवान जगन्नाथ होउचंती स्वयं गीतांकर अविकल प्रतीक। गीता बही खेलेले बात मुटे देले ता भीतर अनेक लेखा बाहर प्रथम अध्याय द्वितीय अध्याय तृतीय अध्याय 18टी अध्याय ता भीतर किंतु गरुड़ स्तंभ पाखे ठिया जेकोसी
ଦେବାଦେବୀ ମନ୍ଦିର ଆଗରେ ଠିଆ ହେଇ ତମେ ଦର୍ଶନ କରିବ, ଭୋଗ କରିବ, ଦୀପ ଜାଳିବ, ସବୁ କରିବ। କିନ୍ତୁ ଗୀତାର ବା ଶାସ୍ତ୍ରର, ଗୀତା ନହେଲେ ବି ଭାଗବତ ହେଇପାରେ, କୌଣସି ଶାସ୍ତ୍ରର ନିର୍ଯାସ ବା ଶବ୍ଦ ଆମକୁ ଶୁଭିବନି। ତେବେ ଏଠି ଜଗନ୍ନାଥ କ୍ଷେତ୍ରକୁ ଯଦି ଆପଣମାନେ ଭଲ ଭାବରେ ନିରୀକ୍ଷଣ କରିବେ, ଆମେ ନିରୀକ୍ଷଣ କ'ଣ କରିବା? ନିରୀକ୍ଷଣ କଲେ ବି ତାର ପୂର୍ଣ୍ଣାଙ୍ଗ ରୂପଟା ଆମେ ବି ପାଇପାରିବା ନାହିଁ। କିନ୍ତୁ ଗୋଟିଏ କଥା ଦେଖାଯିବ, ଜଗନ୍ନାଥଙ୍କୁ ଦର୍ଶନ କରି ଆମେ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆମେ ଯେତେବେଳେ ବଡ଼ ଦେଉଳକୁ ଯାଉଛୁ, ସେ ପାହାଚ ଗୁଡ଼ିକର ନାଁ ଦିଆହେଇଛି 22 ପାହାଚ। ଆପଣମାନେ ଗଣିବେ, ଗୋଟି ଗୋଟି କରି ପାହାଚ ଯଦି ଗଣିବେ, 22 ପାହାଚ ଥିବ। ସେ କୋଉଠି ତାକୁ ସେବକମାନେ ଆମକୁ ବୁଝେଇ ପାରିବେ, କିନ୍ତୁ ଲଗାତାର ଭାବରେ ଆପଣ ଦେଖିବେ 18ଟି ପାହାଚ ଅଛି। ये जो 18 पावच, ये पावचटी प्रकृतर कौन? प्रथम अक्षरटी होची अ कहले सर्वव्यापक। आमे जहांकु देखिबा को जाउछु, आमे तो देखुछु मूर्तिटी, आम भितर से सर्वव्यापकतार भावना एते शीघ्र आसुनी। किंतु अ कहले अनंत, जहांकर आदि अंत प्रांत मध्य किछि आमे हिसाब करि पारिबे। तांको आद्य कोठी, प्रांत कोठी, मध्य कोठी। अ कहले अनंत। आमे एटी पूजा करूछु जहां से होउछंती अनंत। अपर ठटी होउची गोटे गोलाकार मूर्ति ठ। ठटी होउची अखंड मंडलाकारम व्याप्तं येन चराचरम तत्पदं दर्शितं येन तस्मै श्री गुरवे नमः। एई ठ होचंती शून्य, महाशून्य, निराकार, निर्गुण, निर्विकार, यहांकर स्वरूप होचे शून्य। सेठी अक्षर किछि नहीं, सेठी गोटे बलय बा स्वरूप अछि, किंतु अक्षर ताको वर्णना करा जाए। ये होची ठ। रटी कौन? ये रटी होची आपण जेतेबेले आमे माने जेतेबेले
ପ୍ରଭୁଙ୍କର ଦର୍ଶନ ପାଇଁ ଗରୁଡ଼ ସ୍ତମ୍ଭ ନିକଟରେ ଆମେ ମୁଣ୍ଡିଆ ମାରୁ ବା ଗରୁଡ଼ ସ୍ତମ୍ଭ ଆଗକୁ ଯାଇ ମୁଣ୍ଡିଆ ମାରୁ, ଏ ଯେଉଁଠି ମୁଣ୍ଡିଆ ମାରୁ ସେଠି ପ୍ରଥମେ ଆମେ ଜଗନ୍ନାଥଙ୍କର କ'ଣ ଦେଖିବା? ଆପଣ ଗୁରୁ ଦର୍ଶନ କରିବାକୁ ଯିବେ। ଗୁରୁ ଦର୍ଶନର ମୂଳ ଦର୍ଶନଟି କ'ଣ? ଗୁରୁଙ୍କର ପାଦ। ଗୁରୁଙ୍କ ପାଦକୁ ଧ୍ୟାନ କରି ଦଣ୍ଡବତ। ଆପଣ ଯେକୌଣସି ଦେବୀ ଦେବତାଙ୍କ ମନ୍ଦିରକୁ ଯିବେ, ସେଠି ପ୍ରଥମେ କ'ଣ ଦେଖିବେ? ତାଙ୍କ ମୂର୍ତ୍ତି ଦେଖିବା ପୂର୍ବରୁ ତାଙ୍କ ପାଦକୁ ସ୍ମରଣ କରି ପ୍ରଣାମ କରିବେ। ଇଏ ହେଉଛି ପାଦର କଥା। ଠିକ୍ ସେହିପରି ଆମେ ଯଦି ଜଗନ୍ନାଥଙ୍କୁ ଦର୍ଶନ କରିବା, ପ୍ରଥମେ କ'ଣ ଦେଖିବା? ଆପଣ ଚେଷ୍ଟା କରିକିରି ବି ଦେଖନ୍ତୁ, ଆପଣ ତଳକୁ ଅନେଇକିରି କେବେ ଦଣ୍ଡବତ ହେଇପାରିବେନି। ଆପଣ ଉପରକୁ ଅନେଇବେ, ସେଠି କ'ଣ ଦେଖିବେ? ଦୁଇଟି ସୂର୍ଯ୍ୟଙ୍କର ଚିହ୍ନ, ଗୋଲାକାର ଚିହ୍ନ, ଯାହା ପାଇଁ ଜଗନ୍ନାଥଙ୍କର କେତେ ନାମ ସାଧୁସନ୍ତମାନେ କହନ୍ତି। ତା ଭିତରେ ଚକା ନୟନ, ଚକା ଆଖି, ଏ ସବୁ ଶବ୍ଦ ଆସେ। ସେ ଯେଉଁ ଦୁଇଟି ଚକ ଭଳି ଦୁଇଟି ଆଖିକି ଆମେ ଦେଖୁଛୁ, ତା ଚକା ନୟନ ବୋଲି କହୁଛୁ। ସିଏ ପ୍ରକୃତରେ ତାଙ୍କ ସ୍ୱରୂପଟି କ'ଣ? ତାଙ୍କ ସ୍ୱରୂପଟି ହେଉଛି ଦିବସରେ ସୂର୍ଯ୍ୟ, ରାତ୍ରିରେ ଚନ୍ଦ୍ର। ସବୁ ରାତିରେ ଚନ୍ଦ୍ର ଦେଖାଯାଆନ୍ତି ନାହିଁ, ଦେଖା ନଗଲେ ବି ସେ ଅଛନ୍ତି। ତେଣୁ ଏଇ ହେଉଛି 18ଟି ପାବଚ୍ଛର ମୋଟାମୋଟି ଗୋଟେ କଥା। ଏଇ 18 ଅକ୍ଷରକୁ ନେଇ ମହାଭାରତ ଯୁଦ୍ଧ 18 ଦିନ ହେଇଥିଲା ବୋଲି ଆମର ପୁରାଣରେ ଲେଖା ଅଛି। ମହାଭାରତ ଯୁଦ୍ଧଟି କେତେ ଦିନ ହେଇଥିଲା? 18 ଦିନ ହେଇଥିଲା। ଏବଂ ଏଇ 18 ଶବ୍ଦକୁ ନେଇ ଗୀତା କେତୋଟି ଅଧ୍ୟାୟ ବୋଲି ଯଦି ଆମକୁ କିଏ ପଚାରେ, ଆମେ ଉତ୍ତର ଦେବୁ ଗୀତା 18 ଅଧ୍ୟାୟ। ଏଇ 18 ଅଧ୍ୟାୟ ଗୀତାକୁ ଯିଏ ପ୍ରକୃତରେ ଶ୍ରଦ୍ଧାରେ କିଛି ଦିନ, କିଛି ସମୟ ବା କିଛି ମୁହୂର୍ତ୍ତ ଧରି ସେ ତାକୁ ଅତିକ୍ରମ କରେ, ତାହେଲେ ନିଶ୍ଚୟ ବା ନିଶ୍ଚିତ ଭାବରେ ମଣିଷ ଭିତରେ ଗୋଟେ ଦିବ୍ୟ ଶକ୍ତି, ଦିବ୍ୟ ସତ୍ତା ସେ ଅନୁଭବ କରିବ। ଖାଲି କଥାରେ କହିଦେଲେ ହବନି। ଆପଣ ଦେଖନ୍ତୁ, ଆମମାନଙ୍କର ହୃଦୟ ଚକ୍ର, ଏଇ ହୃଦୟ ଚକ୍ରଟି 4 ଭାଗରେ ବିଭକ୍ତ। 4ଟି ପର୍ଯ୍ୟାୟରେ ସେ ବିଭକ୍ତ। କେବଳ ରକ୍ତ ନିଷ୍କାସନ,
ତେଣୁ ସିଏ ଚାରିଟି କ'ଣ? ସେ ଚାରି ହେଉଛି ଧର୍ମ, ଅର୍ଥ, କାମ, ମୋକ୍ଷ। ଦୁନିଆକୁ ଆସିଛୁ ଧର୍ମ କରିବୁ, ଅର୍ଥ ଉପାର୍ଜନ କରିବୁ, ଅର୍ଥ ସରିଗଲେ ପୁଣି ନୂଆ କର୍ମ କରିବୁ ଏବଂ ଶେଷରେ ଈଶ୍ୱରଙ୍କ ପଦାବ୍ଜରେ ବା ଗୁରୁଙ୍କ ପଦାବ୍ଜରେ ଶେଷ ଇଚ୍ଛା ଯାହାର ପ୍ରୟୋଜନ ଅଛି ସିଏ ହେଉଛି ଧର୍ମ। ଧର୍ମର ପ୍ରକୃତ ଅର୍ଥ ହେଉଛି ନିଜର ସ୍ୱକର୍ତ୍ତବ୍ୟ। ତମେ ଜନ୍ମ ହେଇଛ, ତୁମର କେହି ଧର୍ମ କହିଲେ କର୍ମ। ଅର୍ଥ ଯଦି ଜୀବନରେ ଆମେ ଅର୍ଥ ଉପାର୍ଜନ କରିବା ନାହିଁ, ଜନ ଦରକାର ହୁଏ। ଜଣେ ଋଷି ହିମାଳୟରେ କି ଗୋଟେ ନିର୍ଜନ ସ୍ଥାନରେ ବସି ତପସ୍ୟା କରୁଛନ୍ତି। ତପସ୍ୟା ଯଦି କଲେ ସେ ତପସ୍ୟା ପାଇଁ ମୁକ୍ତ ପବନ ପ୍ରଥମ ଦରକାର, ସମତଳ ଭୂମି। ନିଶ୍ଚୟ ଆମେ ଗ୍ରୀଷ୍ମ ଶୀତ ଏସବୁ ଆମେ ବହନ କରୁଛୁ, ତାକୁ ଆମେ ସହି ଯାଉଛୁ, କିନ୍ତୁ ସେଥିରୁ ରକ୍ଷା ପାଇବା ପାଇଁ ଆମକୁ ଛାୟା ଟିକେ ଦରକାର କି ନାହିଁ? ଭୋକ ଆମକୁ ନିଶ୍ଚୟ କରିବ। ଆମେ ଭାତ ନ ଖାଇପାରୁ କି ରୁଟି ନ ଖାଇପାରୁ, ଫଳ ଖାଇବୁ। ଜଣେ ଜଣେ କହନ୍ତି ସେ ଫଳ ବି ଖାଆନ୍ତିନି, ଆଉ କ'ଣ ଖାଆନ୍ତି ନା ପାଣି ପିଅନ୍ତି। ଆଚ୍ଛା, ମୋ ପାଖରେ ଆଣି ତାକୁ 8 ଦିନ ଛାଡ଼ିଦିଅ, କେମିତି ସେ ପାଣି ପିଇବ? ଫଳ ଯିଏ ଗୋଟେ ଗୋଟେ ଖାଇବ ସେ ତ ତା ଜୀବନଟି ସୁନ୍ଦର ନିରୋଗୀ। ତେଣୁ ଏଇସବୁ ଯେଉଁ ଲୋକଙ୍କୁ ମନ ଭୁଲାଣିଆ କଥା ସବୁ କୁହାଯାଏ, ସେ କଥାରେ ଅନେକ କଥା ଆମ ମନକୁ ଯାଏ। ଏଇଠିକି ଗୋଟେ ସାଧୁ ଚାରିଜଣ ଆସିଥିଲେ, ଏଇ 5 ବର୍ଷ ତଳର କଥା। ସେ ଯଜ୍ଞ କରିବେ ଜଗତରେ, ଗୋଟେ ଗାଡ଼ିରେ ଆସିଛନ୍ତି। ମୁଁ ବୁଲିକିରି ଯେତିକି ପେଟ୍ରୋଲ ଡିଜେଲ ଖର୍ଚ୍ଚ କରି ଭିକ୍ଷା ମାଗୁଛ, ସେଇ ପଇସାରେ ଗୋଟେ ଛୋଟିଆ ଯଜ୍ଞ ହେଇଛି। ତେବେ ଆସିଲେ ଆମେ ତାଙ୍କୁ ଆମର ଯାହା ଆମ ପାଖରେ ଅଛି ଆମେ ସତ୍କାର କରୁ, କିନ୍ତୁ ତା ଭିତରେ ଜଣେ ବାବାଜୀ ଅଛନ୍ତି, ତାଙ୍କ ମୁଣ୍ଡ ନଇଁଗଲାଣି, ଅଣ୍ଟା ଭାଙ୍ଗିଗଲାଣି। ସିଏ ମାନେ ଯାହା ଦେଲେ ବି ସେ ହାତ ମୁଣ୍ଡ ହଲେଇଲେ ମୁଁ ଖାଇବିନି। ତାଙ୍କର ଯେ ପାର୍ଶ୍ୱଦ ସେ କହିଲେ ସେ କିଛି ଖାଆନ୍ତିନି। ଆଉ କେମିତି ଖାଆନ୍ତିନି, କେମିତି ରହ ନା ସେ କ୍ଷୀର କେବଳ ଖାଆନ୍ତି। ଆମେ ବି ଅଧ କିଲୋ ଖଣ୍ଡେ କ୍ଷୀର ଯୋଗାଡ଼ କରିଥିଲୁ, ଆଉ ଅତି ସୁନ୍ଦର ଭାବରେ ବି ସେ ତାକୁ ପିଇଲେ। ତେଣୁ ଏଇ ଯୋଉ ବୁଝନ୍ତୁ ଖାଦ୍ୟର ଆବଶ୍ୟକ ଅଛି କି ନା, ଅର୍ଥର ଆବଶ୍ୟକ ଅଛି କି ନା। ଆମେ ବର୍ତ୍ତମାନ ଏଇଠି ବହିଛୁ, ଆମର ଗୋଟେ କ'ଣ ଅସୁବିଧା ହେଲା, ଆମେ ଡାକ୍ତରଖାନାକୁ ଯିବୁ ନା ନାହିଁ, ଔଷଧ ଖାଇବୁ କି ନାହିଁ?
ତେଣୁ ଇଏ ଯେଉଁ କଥା ଈଶ୍ୱର ଆଗରୁ ସ୍ଥିର କରିଛନ୍ତି, ତମେ ତାକୁ ଖଣ୍ଡନ କରିବା ପାଇଁ କିଏ? ଫଳ ଖାଇଲେ ଆମ ତପସ୍ୟା ଭଙ୍ଗ ହେଇଯିବ। ତେବେ ଫଳ ଯିଏ ଖାଉଛନ୍ତି, ସବୁଦିନ ବି ଖାଉଛନ୍ତି, ତାଙ୍କ ଚେହେରା ଆଉ ତମ ଚେହେରା ତାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସେ ଯାହା ହଉ ଧର୍ମ, ଅର୍ଥ, କର୍ମ, କାମ, ମୋକ୍ଷ। ମୋକ୍ଷ କହିଲେ ଶାନ୍ତି। ଯଦି ଆମ ଜୀବନରେ ଆମେ ସବୁ କରିଛେ, ଯଦି ଶାନ୍ତି ନାହିଁ, ଯେଉଁ ପରିବାରରେ ଶାନ୍ତି ନାହିଁ, ଯେଉଁ ଜୀବନରେ ଶାନ୍ତି ନାହିଁ, ଯେଉଁ କର୍ମକ୍ଷେତ୍ରରେ ଶାନ୍ତି ନାହିଁ, ସେଠି ଆପଣଙ୍କୁ ଲାଗିବ ଯେ ଶାନ୍ତି ନାହିଁ ମାନେ ଇଏ ଜାଗାଟା ହେଉଛି ନରକ। ତେଣୁ ପ୍ରଭୁଙ୍କୁ କ'ଣ ଆପଣମାନେ ମାଗନ୍ତି? ଆପଣମାନେ ତ ଟୁପୁ ଟୁପୁ ହେଇକିରି କହନ୍ତି, ଆଉ ଆମେ କାମ କ'ଣ ସେ ଶୁଭେ? ଆପଣ ଠାକୁରଙ୍କୁ ଦଣ୍ଡବତ ହୁଅନ୍ତି, କ'ଣ କହନ୍ତି, ଆମ କ'ଣ ଶୁଭୁଛି? କିନ୍ତୁ ଶୁଭୁ ନ ଶୁଭୁ ସବୁବେଳେ ଗୋଟିଏ କଥା ମାଗିବେ, ଶାନ୍ତି। ଆମ ଧର୍ମର ଯେତେ ଶାନ୍ତି ପାଠ ଅଛି, ସବୁଥିରେ ଶେଷକୁ ଅଛି ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଆମେ ପଢ଼ିବୁ ସନ୍ନ ମିତ୍ର ସଂବରୁଣ, ସନ୍ନ ଇନ୍ଦ୍ର ବୃହସ୍ପତି, ସନ୍ନ ବିଷ୍ଣୁରୁକ୍ରମ, ନମೋ ବ୍ରହ୍ମଣେ ନମସ୍ତେ ବାୟ, ତୁମେବ ପ୍ରତ୍ୟକ୍ଷଂ ବ୍ରହ୍ମାସ୍ମି ତ୍ୱାମେବ ପ୍ରତ୍ୟକ୍ଷଂ ବ୍ରହ୍ମ ବଦିଷ୍ୟାମି। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଯଜ୍ଞ ସରିଗଲା, ଆମେ ପଢ଼ିବୁ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଆପଣମାନେ ଜାଣିଛନ୍ତି, ଗୋଟେ ଗୋଟେ ଲୋକକୁ କହିବ ରେ ଖାଇଲୁଣୁ? ଖାଇନି। ଚାଲୁନୁ ଖାଇବୁ? ମୁଁ ଆଉ ଟିକେ ପରେ। ଆଉ ଟିକେ ପରେ କାହିଁ ଖାଇବୁ? ଆଉ ବର୍ତ୍ତମାନ କାହିଁ ଖାଇବୁନି? ନା ମୋର 2ଟା ବେଳେ ଖାଇବାର ଅଭ୍ୟାସ ଅଛି। ଇଏ 2ଟା ବେଳେ ତମେ ଖାଇବ, 3ଟା ବେଳେ ଖାଇବ, ଏଇଟା କୋଉ ପାଠ ବହିରେ ଲେଖା ହେଇଛି? ତମେ ଖାଇବନି। ତମେ ଯଦି ନ ଖାଇବ, ତମକୁ ଦିନେ ରୋଗ, ଯେକୌଣସି ଗୋଟେ ରୋଗ ତମକୁ ଆସିକିରି ତମ ପାଖରେ ପହଞ୍ଚିବ। ତେଣୁ ସେଠୁ କ'ଣ କରିବ? ଔଷଧ ଖାଇବ। ଡାକ୍ତର କହିଲେ ତମେ ଅମୁକ ଅମୁକ ପରିବା ଖାଇବ, ଅମୁକ ଅମୁକ ଫଳ ଖାଇବ, ସେତେବେଳେ ପରେ କେମିତି ଖାଇବ? ତେଣୁ ଭାଗବତର ଗୋଟେ ସୁନ୍ଦର ପଦ ଅଛି, କେବଳ ମୋ ଆହାର ବିପଦ ଖଣ୍ଡଇ ତାହାର। କ'ଣ? କେବଳ ପାତ୍ର ମୋ ଉଦର, ଏଣୁ ମୁଁ ଲୋକେ ଭୟ। ମୁଁ ଯଦି ନ ଖାଇବି ତାହେଲେ ମୁଁ କେମିତି କ'ଣ ବଞ୍ଚିବି? ହଁ, ବଞ୍ଚିବା ପାଇଁ ଇଚ୍ଛା ନାହିଁ। ଆଉ ତମେ ଆଇଛ ବଞ୍ଚିବା ପାଇଁ, ପୁଣି ଇଚ୍ଛା ତମର କୁଆଡ଼େ ଗଲା? ତମେ ପରା ବଞ୍ଚିବା ପାଇଁ ଏ ସଂସାରକୁ ଆଇଛ।
ଆଉ ବଞ୍ଚିବ ନାହିଁ ବୋଲି କାହିଁ କହୁଛୁ? କିନ୍ତୁ ମୁଁ ଯେତିକି ଦିନ ବଞ୍ଚିବି ଶାନ୍ତିରେ ବଞ୍ଚିବି, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦେବି। ଯଦି ଏସବୁ କଥା ରହୁଏ ନା ମୁଁ ଶାନ୍ତିରେ ବଞ୍ଚିବି ନାହିଁ। ତାମାନେ ତୁ କୋଉ ଟାଇପ୍ର ଜୀବ, ତୋର ଶାନ୍ତି ଦରକାର ନାହିଁ, କୋଉ ଟାଇପ୍ର ଜୀବ ତୁ? ଆମେ ଯେତିକି ଜୀବ ଦେଖିଛୁ ଚିଡ଼ିଆଖାନାରେ, ବାଘ, ସିଂହ, ଭାଲୁ, ମାଙ୍କଡ଼, ବିଲେଇ, କୁକୁର, ଛେଳି, ମେଣ୍ଢା, ଗାଈ, ଇଏ କୋଉ ଲୋକଟିର ଖାଦ୍ୟ ଆବଶ୍ୟକ ନାହିଁ ବା ଶାନ୍ତି ଆବଶ୍ୟକ ନାହିଁ? ଏତେ ପର୍ବପର୍ବାଣୀ ସବୁ କରୁଛ, କ'ଣ ପାଉଛ? କେବଳ କିଛି ପାଉନା। ମୁଁ କହିଦେଉଛି, ମୁଁ କିଛି ପାଉନା। ମୁଁ ଯାହା କହୁଛି ସତ୍ୟ, କିଛି ପାଉନା। କେବଳ ଗୋଟେ ତୁମ ମନରେ ଗୋଟେ ଆସୁଛି, ମୁଁ ଗୋଟେ ଅମୁକ ବ୍ରତ କଲି, ମୁଁ ଠାକୁରଙ୍କୁ ଏମିତି ଡାକିଲି। ଏମିତି ଠାକୁର କ'ଣ କେଉଁଠି ଗୋଶାଳାରେ ଅଛନ୍ତି, ତୁମେ ଡାକିଦେଲେ ସେ ପଳେଇ ଆସିବେ? ଠାକୁର ଅଛନ୍ତି ତୁମ ହୃଦୟରେ, ତୁମ ଜୀବନ ମନ୍ଦିରରେ ଠାକୁର ଅଛନ୍ତି। ତୁମେ ଠାକୁରଙ୍କୁ ଦେଖୁଛ ମନ୍ଦିରରେ, କିନ୍ତୁ ତମ ଜୀବନ ହେଉଛି ଗୋଟେ ମନ୍ଦିର, ତା ଭିତରେ ଅନେକ ଠାକୁର ଅଛନ୍ତି। ତମ କଣ୍ଠ ଚକ୍ରରେ ତମେ ଦୁଧ ନ ପିଇକିରି ମଦ ସିନା ପିଉଛ, କିନ୍ତୁ କଣ୍ଠରେ ଠାକୁର ଅଛନ୍ତି। ସେ କୋଉ ଠାକୁର? ଶିବ ପାର୍ବତୀ। ତମେ ହୃଦୟରେ, ତମର ହୃଦୟ ଅଛି, ସେ ହୃଦୟରେ କୋଉ ଠାକୁର ଅଛନ୍ତି? ସିଏ ହେଉଛନ୍ତି ଲକ୍ଷ୍ମୀ ଆଉ ନାରାୟଣ। ତମ ନାଭିରେ ଠାକୁର ଅଛନ୍ତି, ତାଙ୍କ ନାଁ କ'ଣ? ବ୍ରହ୍ମା ଆଉ ସାବିତ୍ରୀ। ତାପରେ ଚକ୍ରରେ ଅଛନ୍ତି କନ୍ଦର୍ପ ରତି ଦେବୀ, କାମ ଶକ୍ତି, ପ୍ରଚଣ୍ଡ ଶକ୍ତି। ଯେଉଁ ପ୍ରଚଣ୍ଡ ଶକ୍ତି ପାଇଁ ଆଜି ପୃଥିବୀରେ ଶହ ଶହ କୋଟି ମଣିଷ ଜୀବ ଜନ୍ମ ହେଇଛନ୍ତି। ତା ତଳ ଚକ୍ରରେ ଅଛନ୍ତି ଭଗବାନ ବିଦ୍ୟାପତି ଗଣେଶ ଆଉ ବକ୍ର। ଆଉ ପିଠି ପଟରେ ଯେଉଁ ମେରୁଦଣ୍ଡଟି ଅଛି, ସେଠି କୋଉ ଠାକୁର ଅଛନ୍ତି? ଭଗବାନ ମେରୁଦଣ୍ଡଟା, ହାରଟା ଅଛନ୍ତି। ଆଉ ସେଗୁଡ଼ାକ ସବୁ ନୁହେଁ, ସେଠି ଅଛନ୍ତି ବ୍ରହ୍ମକୁଣ୍ଡଳିନୀ। ଧ୍ୟାନ କଲାବେଳେ ବ୍ରହ୍ମକୁଣ୍ଡଳିନୀକୁ ଧ୍ୟାନ କରିବ। ତମେ କହିବ ମୁଁ 14 ବ୍ରହ୍ମାଣ୍ଡ ବୁଲିବି। ହଉ ଯା, ବୁଲିବାକୁ ଯା। 14 ବ୍ରହ୍ମାଣ୍ଡ କୋଉଠି ଅଛି ମା? ମୁଁ ଦେଖେଇଲ। 14 ବ୍ରହ୍ମାଣ୍ଡ କୋଉଠି? ଭଗବାନ ରାମଚନ୍ଦ୍ର 14 ବର୍ଷ ଜଙ୍ଗଲକୁ ଗଲେ, ସେଠି ଗୋଟେ 14 ସାର୍ଥକ ହେଲା। ପାଣ୍ଡବ ମାନେ 13 ବର୍ଷ ଜଙ୍ଗଲକୁ ଗଲେ। 14 ଯଦିଓ ନ ହେଇଛି, କିନ୍ତୁ ଅଯୋଧ୍ୟାକୁ ଫେରିଆସି ସିଂହାସନରେ ବସିବା ପର୍ଯ୍ୟନ୍ତ 14 କି 15 ହେଇଯାଏ। ସେଠି ଗୋଟେ 14 ସାର୍ଥକ ହେଇଛି। ଆଉ 14 କିଏ? ତମେ ନିଜେ ଗୋଟିଏ 14। ତମ ନିଜ ହାତରେ ତମେ ହଉଛ 3 ହାତ ଅଧେ, 84 ଅଙ୍ଗୁଳ। ନିଜେ ଯଦି ନିଜକୁ ଦେଖିନା, ନିଜକୁ ମାପିନା,
ନିଜେ କ'ଣ ତାକୁ ବୁଝିବାକୁ ଚେଷ୍ଟା କରିବା। ଆରେ ଧମଣା ବୁଲି ବୁଲିକିରି ସେଇ ଅମଣା, ପୁଣି ଆମେ ବୁଲି ବୁଲିକିରି ଦୌଡ଼ିଥିଲୁ ସେଇ। ତେଣୁ ଆମର ଆଉ ବେଶୀ କର୍ମ କର, କିଛି ନା କିଛି କର୍ମ କର। ଆଉ ଆମ ଗର୍ଦ୍ଦପୁର ନନା ଭଳିଆ ଖାଲି ନାମ କରିକିରି କଣ୍ଠ ଥରେଇକି ନାମ କରିବେ, ଆଉ କାମ କଥା କହିଲେ କ'ଣ ଗୋଟେ ହେବେ। କର୍ମ କର, ଶାସ୍ତ୍ର ଅଧ୍ୟୟନ କର, ନିଜକୁ ପବିତ୍ର କରିବା ପାଇଁ ଜପ କର। ଯୋଉ ମନ୍ତ୍ର ହଉ ଯେ ଯୋଉ ମନ୍ତ୍ର ଜପ କର। ଆଉ ଦୁନିଆରେ ତୁମେ ଯେତେ ସେବା କରୁଛ କର। ମୁଁ ମହାଦେବ ମନ୍ଦିରରେ 1008 ବେଲପତ୍ର ଚଢ଼େଇବି। ତୋ ଭଳିଆ ପାପିଟିଏ ଆଉ କେହି ନାହାନ୍ତି। ତୁ ସେ ବେଲପତ୍ରକୁ ନଣ୍ଡା କରୁନୁ। ବେଲ ଗୁଡ଼ାକ ଫଳିଥାନ୍ତା, ତାକୁ ଖାଇଥିଲେ ପେଟ ଭଲ ରହିଥାନ୍ତା। ମାନେ ତୁ ସେ 1008 ବେଲପତ୍ର କାହିଁ ଚଢ଼େଇଲୁ? 1008 ବେଲପତ୍ର ଚଢ଼େଇଲୁ ମାନେ କେତେଟା ବେଲ ନଷ୍ଟ କଲୁ, କେତେଟା ବେଲପତ୍ର ନଷ୍ଟ କଲୁ। ବେଲପତ୍ର କ'ଣ ହେଇଛି କେବଳ ଶିବଲିଙ୍ଗରେ ଚଢ଼ିବା ପାଇଁ? ଲକ୍ଷ୍ମୀ ବିଲ୍ଲବନେ କଦମ୍ବ କୁସୁମେ ଦିବ୍ୟଙ୍ଗନା। ତେଣୁ ସେ ସବୁ ନୁହେଁ, ଲକ୍ଷ୍ମୀ ବିଲ୍ଲବନରେ ରୁହନ୍ତି। ତେଣୁ ଏଇ ଯୋଉ ଆମେ 1008 ତୁଳସୀ ଚଢ଼େଇବୁ କାହିଁକି ଏତେ ଚଢ଼ଉଛୁ? ଶାନ୍ତ ହୁଅ, ନିଷ୍ଠଭାଷୀ ହୁଅ, ଶାସ୍ତ୍ର ଅଧ୍ୟୟନ କର। ଆଉ ଦୁନିଆରେ ଯେତେ ସେବା ଅଛି, ଅମୁକ ସେବା ଢମୁକ ସେବା ଢିଙ୍କି ସେବା, କେବଳ ସବୁଠାରୁ ଶ୍ରେଷ୍ଠ ସେବା ଗୁରୁଜନଙ୍କର ସେବା। ଗୁରୁଜନ କହିଲେ ତା ଭିତରେ ବାପା ଅଛନ୍ତି, ମା ଅଛନ୍ତି, ଅଜା ଅଛନ୍ତି, ଆଈ ଅଛନ୍ତି, ପିସା ଅଛନ୍ତି, ସମସ୍ତେ ଅଛନ୍ତି, ମଉସା ଅଛନ୍ତି। ସେବା ହିଁ ପରମ ଧର୍ମ। ସେବା କର, ସେବା ହିଁ ପ୍ରକୃତ ପୂଜା। ତେଣୁ ଜୀବନରେ ଏତିକି କଥା ଆମର ଯଦି କରୁଥିବା, ତାହେଲେ ସେଇ ଯେଉଁ ଶାନ୍ତି, ସେବା ଯଦି ହୁଏ ପୁରୁଷ, ତାର ନାରୀ ହେଉଛି ଶାନ୍ତି। ସେବା ଯଦି ସ୍ୱାମୀ, ତାର ଧର୍ମପତ୍ନୀ ହେଉଛନ୍ତି ଶାନ୍ତି। ସେଥିପାଇଁ ଆମ ବେଦାନ୍ତରେ ଶାନ୍ତି ଶାନ୍ତି ସବୁ ବୋଲି କୁହାଯାଏ। ତେଣୁ ଆପଣମାନେ ଏଇ ଯେଉଁ ଗୋଟେ ଛୋଟିଆ ଆଶ୍ରମରେ ରହିଛନ୍ତି, ବେଳେବେଳେ ଗାଁ ଗହଳି କଜିଆ ଭଳିଆ ତମ ଭିତରେ ବି କଜିଆ ଲାଗୁଛି। ସେ ଯିଏ ମାନେ କଜିଆ କରିଛ, କ'ଣ ତମେ ପାଇଛ? କ'ଣ ତମେ ପାଇଛ? ବରଂ ବୈକୁଣ୍ଠ